ମାଛରେ କଣ ଆଇଟମ ଟା ବନୁଛି ଆପଣ ଭିଡିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଏମିତି ଲୁଣ ହଳଦୀ ଗୋଳେଇ ନେଇକି ତାକୁ ଭାଜି ନେବେ ଟିକେ ମାଛଟାକୁ। ମାଛଟାକୁ ଟିକେ ଭାଜି ନେଲେ ବଢିଆ ଲାଗିବ ତରକାରୀରେ। କାହିଁକିନା କଞ୍ଚା ମାଛରେ ବି ବନେଇଲେ ହବ, କିନ୍ତୁ କଞ୍ଚା ମାଛ ମତେ ଏତେ ଭଲ ଲାଗେନି ବୋଲି ମୁଁ ତାକୁ ଟିକେ ଭାଜି ନେଇଛି। ଆଉ ମସଲା ପାଇଁ ନେଇଛି ସୋରିଷ, ଜିରା, ରସୁଣ ଆଉ ପିଆଜ। ବାସ୍, ଆଉ ଯେତେବେଳେ ଛୁଙ୍କ ଦେବେ ନା ଫୁଟଣ, ତା ସହିତ ଟିକେ କଳା ଜିରା ଆଉ ଟିକେ ଭୃଷଙ୍ଗା ପତ୍ର, ଦେନ୍ ମସଲା ଦେଇଦେବେ, ହଳଦୀ ଲଙ୍କାଗୁଣ୍ଡ ଦେଇକି ନା ଭଲ ଭାବରେ ପୁରା କଷିବେ। କଷିଲା ପରେ ଏବେ ଦବା ସେଥିରେ କଣ ଦହି, ଦହିରେ ଟିକେ ବେସନ ଦେଇକି ତାକୁ ଗୋଳେଇ ଦେଇକି ଦେବେ, ନହେଲେ ଦହିଟା ଛିଡିଯିବ। ମୁଁ ତ ଏମିତି ନେଇଛି। ଆଉ ଫ୍ଲେଭର ପାଇଁ ଟିକେ ଚିନି ନେଇଛି ହାଲକା, ଅଳ୍ପ ଚିନି ନେବେ, ନାଇଁ ତ ମିଠା ହେଇଯିବ ତରକାରୀ। ବହୁତ ଅଳ୍ପ। ଆଉ ମୁଁ ସେଥିରେ ଆଳୁ ଦେଇଛି, ଆପଣ ମାନେ ଚାହିଁଲେ ଦେଇପାରିବେ, ନାଇଁ ତ ନଦେଲେ ବି ଚଳିବ। ମାଛ ପକେଇ ଦେଇକି ତାକୁ ପୁରା ସିମ୍ ଆଞ୍ଚରେ ନା ଟିକେ ଫୁଟିଲା ପର୍ଯ୍ୟନ୍ତ ଛାଡିବେ। ଆଉ ଏତେ ସୁନ୍ଦର ଟେଷ୍ଟ ଥିଲା ନା, ଆପଣ ମାନେ ବି ଟ୍ରାଏ କରନ୍ତୁ। ଦେଖା ହବ ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।